ଦିନକୁ ରହିଛି 24 ଘଣ୍ଟା ଆଉ ଏହି 24 ଘଣ୍ଟାରୁ ଦିନ ହେଉଛି 12 ଘଣ୍ଟା ଆଉ ରାତି ହେଉଛି 12 ଘଣ୍ଟା। କିନ୍ତୁ ଦିନ 6 ମାସ ଏବଂ ରାତି 6 ମାସ ରହିଥିବା ଏମିତି କିଛି ସ୍ଥାନ ରହିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଦୁନିଆରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠି କେବେ ବି ରାତି ହୁଏ ନାହିଁ ଆଉ ଏଭଳି କିଛି ସ୍ଥାନ ରହିଛି ଯେଉଁଠି କେବେ ବି ଦିନ ହୁଏ ନାହିଁ। ସେସବୁ ସ୍ଥାନ ହେଉଛି ଗ୍ରୀନଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ନରୱେ ଏବଂ ଆଲାସ୍କା। ଏମାନେ ଏଭଳି ସବୁ ଦେଶ ଯେଉଁଠି ଦିନ ରାତିର ସମୟ ବ୍ୟବଧାନ ବହୁତ ଲମ୍ବା ରହିଥାଏ। କିନ୍ତୁ ଏହା ପଛରେ କ'ଣ କାରଣ ରହିଛି? କାହିଁକି ପ୍ରକୃତିର ନିୟମରୁ ଏମାନେ ସମସ୍ତେ ଅଲଗା? ଆମେ ଜାଣିଛେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଥାଏ। ସୂର୍ଯ୍ୟଙ୍କ ଚାରିପଟେ ଥରେ ବୁଲି ଆସିବାକୁ ପୃଥିବୀକୁ ଗୋଟିଏ ବର୍ଷ ସମୟ ଲାଗେ। ସେହିପରି ଏପରି ଅନେକ ଦେଶ ରହିଛି ଯେଉଁଠି ଆଦୌ ରାତି ହୁଏନି କି ଆଉ କିଛି ଦେଶରେ ଦିନ ମଧ୍ୟ ହୁଏନି। ତେଣୁ ଏଠାକାର ଲୋକଙ୍କର ଜୀବନ କେମିତି ରହୁଥିବ, ଏମାନେ କେମିତି ଚଳୁଥିବେ, ଏମାନଙ୍କର ଜୀବନ ଶୈଳୀ କିପରି ଥିବ? କୁହାଯାଏ ପ୍ରକୃତି ସାମ୍ନାରେ କାହାର ବି ନିୟନ୍ତ୍ରଣ ନାହିଁ। ଦିନ ରାତି ହେବା ଏହା ପ୍ରକୃତିର ନିୟମ। ଆଉ ଦିନ 12 ଘଣ୍ଟା, ରାତି 12 ଘଣ୍ଟା ହେବା ଏହା ମଧ୍ୟ ପ୍ରକୃତିର ହିଁ ନିୟମ। କିନ୍ତୁ ଦିନ 6 ମାସ ଆଉ ରାତି 6 ମାସ ଯଦି ଆପଣ ଶୁଣିବେ ତାହେଲେ ଆଶ୍ଚର୍ଯ୍ୟ ତ ନିହାତି ହେବେ। ଚାଲନ୍ତୁ ଜାଣିବା ଏହା ପଛରେ କ'ଣ ରହିଛି ରହସ୍ୟ। ଯଦି ଆପଣ ଦୁନିଆ ପରିଭ୍ରମଣ କରିବାର ସ୍ୱପ୍ନ ଦେଖୁଛନ୍ତି, କୁଆଡ଼େ ଟ୍ରାଭେଲିଂ କରିବାକୁ ଆପଣଙ୍କର ଯଦି ଇଚ୍ଛା ଅଛି, ତେବେ ଆମେ କହିଥିବା ଏସବୁ ସ୍ଥାନକୁ ନିହାତି ଥରେ ବୁଲିବାକୁ ଯାଆନ୍ତୁ। ତାହେଲେ ଆପଣ ଜାଣିପାରିବେ ଏଭଳି ଦେଶରେ ଏମିତି କାହିଁକି ଘଟୁଛି, ଲୋକମାନେ ଏଠି କିଭଳି ଚଳୁଛନ୍ତି। ଏହି ଦେଶ ବୁଲିବା ପରେ ଆପଣ ନିହାତି ପ୍ରକୃତିକୁ ଭଲ ଭାବରେ ବୁଝି ଯାଇପାରିବେ। ଏକା ସାଙ୍ଗରେ 6 ମାସ ଦିନ ପୁଣି ଏକାଥରେ 6 ମାସ ରାତି। ଏଠି ସହର ଅଛି, ଏଠି ଲୋକ ବି ରୁହନ୍ତି, ହେଲେ ଏଠି ଲୋକଙ୍କ ଜୀବନ ଶୈଳୀ କେମିତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଲାସ୍କା ଏହା କେବେ ରୁଷର ଏକ ଅଂଶ ଥିଲା। ଆମେରିକା ଏହାକୁ ରୁଷ ଠାରୁ କିଣି ନେଇଛି। ସେବେଠାରୁ ଆଲାସ୍କା ଆମେରିକାର ଏକ ଅଂଶ ହୋଇଯାଇଛି। ଏଠାରେ ମେ ମାସରୁ ଜୁଲାଇ ଯାଏଁ କେବେ ବି ରାତି ହୁଏ ନାହିଁ। ଏଠି ରାତି 12ଟାରେ ସୂର୍ଯ୍ୟ ଅସ୍ତ ହୁଏ ଆଉ ତାର ଠିକ୍ 51 ମିନିଟ୍ ପରେ ପୁଣି ଥରେ ସୂର୍ଯ୍ୟ ଉଦୟ ହୋଇଯାଏ। ତାମାନେ ଏଠି କେବେ ବି ରାତି ହୁଏ ନାହିଁ କହିଲେ ଚଳେ। ସେହିପରି କାନାଡା, ଏଠି ମଧ୍ୟ ବର୍ଷ ତମାମ ବରଫ ପଡ଼ିଥାଏ। ଏହାର ଉତ୍ତର ପଶ୍ଚିମ ଦିଗରେ ଗ୍ରୀଷ୍ମ ଋତୁରେ 50 ଦିନ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ହିଁ ନାହିଁ। ହଜାର ଝରଣା ଆଉ ଆଇସଲ୍ୟାଣ୍ଡରେ ଭରପୁର ଥିବା ଫିନଲ୍ୟାଣ୍ଡ ବିଷୟରେ ଆପଣ ଜାଣିଥିବେ। ଖୁବ୍ ସୁନ୍ଦର ଦେଶ ଅଟେ ଏହି ଫିନଲ୍ୟାଣ୍ଡ। ଏଠି 80 ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଦୀର୍ଘ 80 ଦିନ ଯାଏଁ ଏଠି ସକାଳ ରହେ। ଏଠାକୁ ଗ୍ରୀଷ୍ମ ଛୁଟି କାଟିବାକୁ ଦେଶ ବିଦେଶରୁ ଲୋକ ଆସନ୍ତି। ଜୀବନର କିଛି ଦିନ ବିନା ରାତିରେ କାଟି ନୂଆ ଅନୁଭବ ନେଇ ପୁଣି ଥରେ ନିଜ ଜାଗାକୁ ଫେରନ୍ତି। ୟୁରୋପର ଗ୍ରେଟ୍ ବ୍ରିଟେନ ପରେ ଦୁନିଆର ସବୁଠାରୁ ବଡ଼ ହେଉଛି ଆଇସଲ୍ୟାଣ୍ଡ। କ୍ଷେତ୍ରଫଳ ହିସାବରେ ଆଇସଲ୍ୟାଣ୍ଡ ଦୁନିଆର ସବୁଠୁ ବଡ଼ 18ତମ ଦ୍ୱୀପ। ଏଠାରେ 10 ମେରୁ ଜୁଲାଇ ମଧ୍ୟ ଯାଏ ଏଠାରେ ରାତି କେବେ ହୁଏ ନାହିଁ। ଏଠାକୁ ମଧ୍ୟ ଲକ୍ଷ ଲକ୍ଷ ଲୋକ ବୁଲିବାକୁ ଆସିଥାନ୍ତି। ଏହାପରେ ରହିଛି ନରୱେ। ଏଠାରେ 80 ଦିନ ପର୍ଯ୍ୟନ୍ତ ରାତି ହିଁ ରୁହେ। ମେ ଜୁଲାଇ ଭିତରେ ଏଠାରେ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ। ସ୍ୱିଡେନ ବି ଏଭଳି ଦେଶ ଯେଉଁଠି ଭୌଗୋଳିକ ସ୍ଥିତି ଭିନ୍ନ ରହିଛି। ଏଠାରେ କିଛି କିଛି ଜାଗାରେ ମେରୁ ଅଗଷ୍ଟ ଯାଏଁ ସୂର୍ଯ୍ୟ ଅସ୍ତ ହୁଏନି। 100 ଦିନ ଯାଏଁ ଏଠି ରାତି ହୁଏନି, ପୁଣି ତାପରେ 100 ଦିନ ଯାଏଁ ପୁଣି ଦିନ ହୁଏନି। ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏସବୁ ଦେଶରେ ଏଭଳି ଘଟଣା ହିଁ ଘଟେ। ଆଉ ସେଥିପାଇଁ ଏସବୁ ଦେଶ ଅନ୍ୟ ଦେଶମାନଙ୍କ ଠାରୁ ସବୁଠାରୁ ସ୍ୱତନ୍ତ୍ର। ଏହି ସବୁ ସ୍ଥାନ ଆଗରେ ପ୍ରକୃତି ବି ହାର ମାନିଛି। ଯଦି ଆପଣ ବି ଏସବୁ ସ୍ଥିତିକୁ ଅନୁଭବ କରିବାକୁ ଚାହୁଁଛନ୍ତି, ତାହେଲେ ଥରେ ଏସବୁ ସ୍ଥାନକୁ ବୁଲି ଆସନ୍ତୁ। ଆଜିର ଏହି ଇନଫର୍ମେସନ୍ ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆମ ଦେଶ ଓ ଦୁନିଆ ସହ ସମ୍ପର୍କିତ ଏଭଳି ରହସ୍ୟମୟ ଖବର ସମ୍ପର୍କରେ ଯଦି ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।